ବାହାଘର ହୋଇଗଲା। ଦ୍ୱିତୀୟ ବିବାହ କଲେ ବର୍ଷା। ଆଉ ତାପରେ ସ୍ୱାମୀଙ୍କ ସହ କଲେ ଏମିତି କିଛି। ଦର୍ଶକ ବନ୍ଧୁ, ଇଏ ହେଉଛନ୍ତି ଓଡ଼ିଆ ଫିଲ୍ମର କୁଇନ୍ ବର୍ଷା ପ୍ରିୟଦର୍ଶିନୀ। ନୂଆ ନୂଆ ବାହା ହୋଇଛନ୍ତି ଏବଂ ସ୍ୱାମୀଙ୍କ ସହ ଦୀପ ଜାଳୁଛନ୍ତି ମନ୍ଦିରରେ। ଏ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଦ୍ୱିତୀୟ ବିବାହ କରିଛନ୍ତି ବୋଲି ବହୁତ ଖୁସି ଅଛନ୍ତି ବର୍ଷା। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ବର୍ଷା ଅନୁଭବଙ୍କୁ ଛାଡ଼ିଲା ପରେ କେମିତି ଏତେ ଖୁସି ହୋଇପାରିଲେ? କେମିତି ଏହା ସମ୍ଭବ ହେଲା? ଏହା କେତେ ଦୂର ସତ? ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ ଜଣାଇଦେବୁ, ବର୍ଷା ବାହା ହୋଇଛନ୍ତି ଆଉ ସ୍ୱାମୀଙ୍କ ସହ ଦୀପ ଜାଳୁଛନ୍ତି ସତ। ହେଲେ ଏହା କୌଣସି ସତ ସତିକା ବାହାଘର ନଥିଲା। ଏହା ବର୍ଷାଙ୍କର ନୂଆ ଫିଲ୍ମ ୱାଇଫ୍ର ସିନ୍। ୱାଇଫ୍ ଫିଲ୍ମରେ ଦେଖିବାକୁ ମିଳିଛି ବର୍ଷା ତାଙ୍କ ସ୍ୱାମୀଙ୍କ ସହ ଖୁସିରେ ବୁଲୁଛନ୍ତି ଏବଂ ମନ୍ଦିରରେ ଦୀପ ଜାଳୁଛନ୍ତି। ଫିଲ୍ମର ସିନ୍ ହେଲେ ବି ପୁରା ସତ ଭଳି ଲାଗୁଛି ବର୍ଷାଙ୍କର ଏହି ଫଟୋ। ଯେ କେହି ବି ଦେଖୁଛନ୍ତି ଏ ଫଟୋକୁ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ହଁ ଆଜ୍ଞା, ବର୍ଷା ପ୍ରିୟଦର୍ଶିନୀ ନିଜେ କହିଛନ୍ତି ଏହି ଫିଲ୍ମରେ କୁଆଡ଼େ ଅନୁଭବ ବର୍ଷାଙ୍କର ସତ ସତିକା ଷ୍ଟୋରି ରହିଛି। ଏ ଫିଲ୍ମରେ ଫିଲ୍ମ ହଲ୍କୁ ଯାଇ ସମସ୍ତେ ଦେଖନ୍ତୁ ବୋଲି ବର୍ଷା ନିଜେ ସୋସିଆଲ ମିଡ଼ିଆରେ କହିଛନ୍ତି। ହେଲେ ଦର୍ଶକ ବନ୍ଧୁ, ଏ ଫିଲ୍ମରେ ବର୍ଷା ବହୁତ ଭଲ ଅଭିନୟ କରିଛନ୍ତି ବୋଲି ଦର୍ଶକଙ୍କ ପାଖରୁ ଶୁଣିବାକୁ ମିଳୁଛି। ଆପଣମାନେ ଜାଣି ରଖନ୍ତୁ, ହାତରେ ଦୀପ ଧରି ସ୍ୱାମୀଙ୍କ ସହ ଦୀପ ଜାଳୁଛନ୍ତି ବର୍ଷା ଆଉ ସବୁଆଡ଼େ ବୁଲି ଖୁସି ହେଉଛନ୍ତି। ଏହି ଫିଲ୍ମରେ ଏହି ସିନ୍କୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଛନ୍ତି। ସେଥିପାଇଁ ଦ୍ୱିତୀୟ ବିବାହ ପରେ ସ୍ୱାମୀଙ୍କ ସହ ବେଶ ଚର୍ଚ୍ଚାରେ ଅଛନ୍ତି ବର୍ଷା। ଏ କଥା ଆମେ କହୁନାହୁଁ, ଦର୍ଶକମାନେ କହୁଛନ୍ତି। ସୂଚନା ଆଜି ପାଇଁ ଏତିକି। ଅଧିକ ସୂଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରନ୍ତୁ।